ଆସନ୍ତୁ ଆଜି ଆମେମାନେ ତୁଳନାତ୍ମକ ଅଧ୍ୟୟନର 9-10 ନମ୍ବର ବିଷୟରେ ଆଲୋଚନା କରି ଦେଖିବା। ଶରୀରର ମଧ୍ୟରେ ଥିବା ରୋଗକୁ ଦୂର କରିବା ପାଇଁ ଆସନ, ପ୍ରାଣାୟାମ ଓ ଷଡ଼କର୍ମ ଅତି ମାତ୍ରାରେ ସହାୟକ ହୋଇଥାଏ। ଶରୀରର ବିକାରଗୁଡ଼ିକୁ ଦୂର କରିବା ପାଇଁ ମଣିଷ ଯେତେବେଳେ ଅସମର୍ଥ ହୋଇପଡ଼େ, ସେତେବେଳେ ଆସନ, ପ୍ରାଣାୟାମ ପ୍ରଭୃତି ସେହି ବିକାରଗୁଡ଼ିକୁ ଦୂର କରିବାରେ ସମର୍ଥ ହୋଇଥାନ୍ତି। ସ୍ୱାସ୍ଥ୍ୟ ଲାଭ ହେବା ସଙ୍ଗେ ସଙ୍ଗେ ଶରୀରର ଶକ୍ତିଶାଳୀ ମଧ୍ୟ ହୋଇଥାଏ। କିନ୍ତୁ ବିଦେଶୀ ବ୍ୟାୟାମ କରି ଏସବୁକୁ କଦାପି ଆଶା କରାଯାଇ ନପାରେ। ବର୍ତ୍ତମାନ ଏ ଭୌତିକ ଚାକଚକ୍ୟ ଯୁଗରେ ମଣିଷ ଯଥାଯଥ ଭୋଜନ ନ କରି କେବଳ କ୍ଷତିକାରକ ଖାଦ୍ୟପେୟ ଗ୍ରହଣ କରୁଛି। ଅପ୍ରାକୃତିକ ଭୋଜନ ଫଳରେ ପାଚନ ଯନ୍ତ୍ର ଯେପରି କାମ କରିବା କଥା ସେପରି କରି ପାରୁନାହିଁ। ପାଚନ ଯନ୍ତ୍ରକୁ ସର୍ବଦା କ୍ରିୟାଶୀଳ କରି ରଖିବାକୁ ହେଲେ ଯୋଗାସନ କରିବା ଏକାନ୍ତ ଆବଶ୍ୟକ। କାରଣ ଯୋଗାସନ ପାଚନ ଯନ୍ତ୍ରକୁ କ୍ରିୟାଶୀଳ କରି ରଖିବାରେ ଅତ୍ୟନ୍ତ ସହାୟକ ହୋଇଥାଏ। ଅନ୍ୟ ବ୍ୟାୟାମ ଦ୍ୱାରା ଏପରି ହେବା ଦୂରେ ଥାଉ, କେବଳ ବିକାର ଗୁଡ଼ିକ ଉତ୍ପନ୍ନ ହୋଇଥାଏ। ଇତି ଓମ୍।